ମହାକୁମ୍ଭରେ ସୀମାପାର ପ୍ରେମ କାହାଣୀ ଅଘରୀଙ୍କ ପ୍ରେମରେ ବିଦେଶିନୀ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମହାକୁମ୍ଭରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସଙ୍ଗମ ହୋଇଛି। ଅନେକ ସାଧୁ ଶ୍ରଦ୍ଧାଳୁଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ଏହି କ୍ରମରେ ଜଣେ ସାଧୁଙ୍କୁ ନେଇ ଇଣ୍ଟରନେଟରେ ଚର୍ଚ୍ଚା ଜୋର ଧରିଛି। ମହାକୁମ୍ଭର ଜଣେ ଅଘରୀ ଓ ରୁଷୀୟ ମହିଳାଙ୍କ ପ୍ରେମ କାହାଣୀ ସବୁରି ଧ୍ୟାନ ଆକର୍ଷଣ କରିଛି। ଭାଇରାଲ ହେଉଥିବା ଭିଡିଓ ଅନୁସାରେ ରୁଷୀୟ ମହିଳା ଜଣକ ଏହି ଅଘରୀଙ୍କ ପ୍ରେମରେ ଏତେ ପାଗଳ ହୋଇଯାଇଛନ୍ତି ଯେ ନିଜ ଦେଶ ଛାଡ଼ି ସେ ଭାରତର ବାସିନ୍ଦା ହୋଇଛନ୍ତି। ଏହି ଅଜବ ପ୍ରେମ କାହାଣୀ ଏବେ ଇଣ୍ଟରନେଟ ୟୁଜରଙ୍କ କୌତୂହଳ ବଢ଼ାଇଛି। ଅଘରୀମାନେ ସଂସାରଠୁ ବିମୁଖ ହୋଇ ଗୁପ୍ତ ଜୀବନ ନିର୍ବାହ କରୁଥିବା ବେଳେ ଦାମ୍ପତ୍ୟ ଜୀବନ କେମିତି ବିତାଉଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ଅନୁସାରେ ଏହି ରୁଷୀୟ ପର୍ଯ୍ୟଟକ ମହିଳା ଭାରତ ଭ୍ରମଣ ସମୟରେ ହଠାତ୍ ଜଣେ ଅଘରୀଙ୍କ ପ୍ରେମରେ ପଡ଼ିଥିଲେ। ତାପରେ ସେ ନିଜ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଏବଂ ଭାରତକୁ ନିଜର ନୂଆ ଘର ଭାବେ ଆଦରି ନେଲେ। ଭିଡିଓରେ ମହିଳା ଜଣକ ଅଘରୀ ବାବାଙ୍କୁ ନିଜ ସ୍ୱାମୀ ବୋଲି କହୁଛନ୍ତି। ରୁଷୀୟ ମହିଳାଙ୍କ ଯୋଗୁଁ ତପସ୍ୟା ବାଧାପ୍ରାପ୍ତ ହୋଇଥିଲା କି ବୋଲି ପଚାରିବାରୁ ଅଘରୀ ବାବା କିଛି ନ କହି କେବଳ ହସିଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ବିଦେଶୀ ମହିଳା ହିନ୍ଦୁ ଧର୍ମକୁ ଆପଣେଇବା ପରେ ସନାତନ ଧର୍ମକୁ ପ୍ରଶଂସା କରୁଛନ୍ତି ଏବଂ ଅଘରୀଙ୍କୁ ବିବାହ କରିଛନ୍ତି ବୋଲି କହୁଛନ୍ତି। ନିଜ ପିଠିରେ ସେ ପ୍ରଭୁ ଶ୍ରୀ ଗଣେଶଙ୍କ ଏକ ଟାଟୁ ମଧ୍ୟ କରାଇଛନ୍ତି। ଭିଡିଓରେ ସେ ଧର୍ମର ଗୁରୁତ୍ୱ ଓ ଆଧ୍ୟାତ୍ମିକ ଯାତ୍ରା ବିଷୟରେ କହିଛନ୍ତି। ତେବେ ଅଘରୀ ବାବାଙ୍କ ପରିଚୟ ସମ୍ପର୍କିତ କୌଣସି ପ୍ରମାଣ ଭିଡିଓରେ ନାହିଁ। ତାଙ୍କ ବିବାହ ସତ କି ନୁହେଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ୱେ ଭିଡିଓଟି ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି। ଅଘରୀମାନଙ୍କ ଦୁନିଆ ଅତ୍ୟନ୍ତ ରହସ୍ୟମୟ ଏବଂ କଠୋର ତପସ୍ୟାରେ ପରିପୂର୍ଣ୍ଣ। ସେମାନେ ସଂସାର ମୋହମାୟାଠୁ ଦୂରରେ ରହନ୍ତି ଏବଂ ବୃହତ୍ ଲକ୍ଷ୍ୟ ହାସଲ ପାଇଁ କଠୋର ସାଧନା କରନ୍ତି। ଅଘରୀଙ୍କ କଠୋର ଅନୁଶାସନକୁ ଦେଖିଲେ ଏହି ବିବାହ ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ, ଉତ୍କଳ ପ୍ରତିଦିନ।